না তু কহিলে তো জানিব সে কথা যদি কইদেবে আজ্ঞা লোহার দেখো ছাতিটা ফাটি যাব তাক পাত তোর মাটিটা খসখসে খসি দিব আপনি পাগল হয়ে যাবে যত এমনি কি ঘটনা ঘটিছে যে ঘটনা আগে দুর্ঘটনা করছো আবে এমিতি কই কথা যাহা শুনিলে কথা দিয়ে ফাটি ଯିବା আগে শুনবে তো আজ্ঞা নিশ্চয় যাহা দেখিছি আখি আচ হে মহারাজ হে মাসা মুখা মন্দ কাচ হে মহারাজ এই দেখে আরে যেমানে তো যাইଥିଲେ মঙ্গলা মন্দির বা মঙ্গলাକୁ দর্শন କରିବା ପାଇଁ আরে মন্দির যাই এমনি কি ঘটনা ঘটাইছন্তি কি ঘটনা ঘটেছন্তি ଆଉ মঙ্গলা মন্দিরে যাই আম্ব যে মা মহাদেবী কোন করুছে সে তো সুপুত্র ঘোষাইত আউথিলে কহিবাকু লাগুছি লাগ হে মহারাজ যাহা দেখিছি আখি আগ হে মহারাজ জটা ভাবিচিନ୍ତି কହୁଛ ତମେ যদি এ কথা মিথ্যা প্রমাণিত ହୁଏ তাহলে পরিণত কଣ হবে জাଣିছ তো কটি মুন্ডটা অলগা হবে ଆଉ ଯଦି ଏ କଥାଟା ସତ୍ୟ ବୋଲି ପ୍ରମାଣିତ ହେଲେ କିଛି ହେବ ନାହିଁ রাজা ঘর কথা নিজ ঝিওর কথা আরে কথারে আছে বড় ঘর বড় গোমর না সেনাপতি ସମସ୍ତଙ୍କ ପାଇଁ ନ୍ୟାୟ ଅଛି ସବୁବେଳେ ଯଦି ମୁଁ ଭୁଲ କାର୍ଯ୍ୟ କରିଛି ତାହେଲେ ତାର ସ୍ଥାନ ନାହିଁ ଏ କାଶୀ ରାଜ୍ୟରେ ଆପଣ ରାଜ୍ୟ ସିଂହାସନ ଉପରେ ବସିକି କୌଣସି ପ୍ରଜାର ବିଚାର କରୁନାହାନ୍ତି ଏଇଟା ନିଜ ଘର କଥା ପୁଣି ନିଜ ଝିଅର କଥା କେମିତି ବିଶ୍ୱାସ କରିବା ତତେ ବିଶ୍ୱାସ ଲାଗୁନି ସତ୍ୟ ସତ୍ୟ କିମ୍ବା ସତ୍ୟ କରି କହୁଛି ସବୁବେଳେ ଯଦି ମୁଁ ଭୁଲ କାର୍ଯ୍ୟ କରିଛି ତାହେଲେ ତାର ସ୍ଥାନ ନାହିଁ ଏ କାଶୀ ରାଜ୍ୟରେ ତାହେଲେ ଡାକନ୍ତୁ ଆପଣଙ୍କ ପୁଅପତି ଝିଅକୁ ଆଉ ପଚାରିକି ବୁଝନ୍ତୁ କୋଉ ଦିନ ପାଇଁ କୁଆଡେ ଟଲମଲ କରୁଛି ନିଶ୍ଚୟ ଯାଇକି ପଚାରି ବୁଝି ନେବି ବେଦବତୀ ଶୀଘ୍ର ସାମୁଗୁଡ଼ାକ ସମ୍ମୁଖେ ବାହାର এই ডাকুছি শামুকা এ শামুকা শামুকা মা কଣ ହେଇଛି କାହିଁକି ଘରେ ଏମିତି ବାଥିଲ ଆରେ କଣ ହେଇଛି ସେ କଥା ପଚାର ଆରେ ପଚାର ତ ବାବା କଣ ହେଇଛି ବାବା କଣ ହେଇଛି କଣ ହେଇଛି ସେ କଥାଟା ପଚାର ବାବା ଏମିତି କଣ ହେଇଛି ଆପଣ ଉପରେ ଏମିତି ଆସୁଛନ୍ତି ସାବୁକା ଏ ଯୋଟା ଯାହା କହୁଛି ତାହା କଣ ସତ୍ୟ ଜଟାକୁ ସେ କଣ କହୁଛନ୍ତି ସାବୁକା ଏ ଯୋଟା କହୁଛି ତୁମ ଗଳ ମନ୍ଦିର ଯାଇ କଣ ଦସ୍ୟୁ ପୁତ୍ର ସହିତ ସମ୍ପର୍କ ରଖିଛୁ ବୋଲି ଆମର ଯେମିତି ସନ୍ତୋଷ ନାଇଁ ତୁମେ କାଣ୍ଡ କରୁଥିବା ଆମେ ଦେଖୁଥିବୁ ଯେମିତି ବି ସନ୍ତୋଷ ମତେ ଏଠି କଷ୍ଟ ବାବା ସେଦିନ ମାମା ମନ୍ଦିର ଦର୍ଶନ କରିବାକୁ ଯାଇଥିଲି ସତ ହେଲେ ମୁଁ ପୁଅ ଶିଖୁଛି ସହିତ ଏଲା ବାବା ନା ଏସବୁ ଜଟା ମୁସା ମିଛ କହୁଛନ୍ତି ଏ ଯୋଟା ଦେଖ ମଲରେ ମହନି ହଁ କାକି କଣ କହିଲ যেমা দেই মঙ্গলা মন্দির যাই ও পুয়া সহিত হরে কৃষ্ণ হরে রাম মিছ যেমা দেই কৌছন্তে এই কথাটা মিছ ଆଉ ଏ କଥାଟା ମିଛ ବୋଲି ପ୍ରମାଣିତ ହେଲେ ତୋ ପରିଣତି କଣ ଥିଲା গম্ভীর মুন্ড ଗଲା নাই নাই আয়া আয়া ঘন্টা ধরিকি গুন্ডা হুଅ না আবশ্যক পড়িলে পুনর্বার গুন্ডা ହେଇଯିବ নন্ডা আরে যাও ତମ ଭଳି କେତେ ବଡ଼ ବଡ଼ ଗୁଣ୍ଡାକୁ ମୁଁ ଥଣ୍ଡା କରିଦେଇଛି ଆଉ ତୁମେ କି ଗୁଣ୍ଡା ମା ତାମାନେ ରାଜଜେମା କହିଲେ ଏ କଥାଟା ସମ୍ପୂର୍ଣ୍ଣ ମିଛ ବୋଲି ହଁ କିନ୍ତୁ ରାଜଜେମାକୁ କୁହନ୍ତୁ ଆଜ୍ଞା ଆପଣଙ୍କ ମୁଣ୍ଡରେ ସେ ହାତ ରଖି କହିବେ ଏ କଥାଟା ମିଛ ବୋଲି
ତାପରେ ସିନା ମୋର ମୁଣ୍ଡିକି ବନ୍ଧୁ କାଟିବେ ଆମ ଜୀବନ କଣ ମାହାଳିଆ ପଡ଼ିକି ଜେଲଟା ସେ କାଟିକିରି ଯିବ ସାବୁକା ବାପା ତୁ ତ ଏବେ ଭୁଲ କାର୍ଯ୍ୟ କରିବୁ ନା ବାପା ତେଣୁ ତୋ ପିତାର ମୁଣ୍ଡରେ ହାତ ରଖି କହିଦେ ଏ ଜଟ ଯାକ ହେଉଛି ସମ୍ପୂର୍ଣ୍ଣ ମିଥ୍ୟା ବଳି ବାପା ଏ ସାମାନ୍ୟ ଛୁଆ ପାଇଁ ମୁଁ ଆପଣଙ୍କ ମୁଣ୍ଡରେ ହାତ ରଖିବି ନା ବାପା ନା ବରଂ ମୁଁ ଆଜି ଆପଣଙ୍କ ସହ କହିବି ଅରେ ବା ଛୋଟବେଳେ କହିତେ କଣ ହେଇଛି ଛୋଟବେଳେ କହିତେ ମା ସେଦିନ ମାମା ମନ୍ଦିରରେ ଏଇ ସବୁ ଜିନିଷ ଆରେ ମୁଁ ତାଙ୍କ ପାଖରେ ଏ ଦିନ ଆମେ ମତେ ବହୁତ କାଟେ ଚେଷ୍ଟା କରିଥିଲେ ଆଉ ଏଇଟା ମୁଁ ସମ୍ପୂର୍ଣ୍ଣ ସତ୍ୟ ବାପା ମିଛ ସବୁ ମିଛ ନା ଏ ଜଟ ଆଜ୍ଞା ମୁଁ କେତେବେଳେ ଯାଇଥିଲି ମଙ୍ଗଳା ମନ୍ଦିର ମୁଁ ତ ଆପଣଙ୍କୁ ଏବେ ଦେଖୁଛି ଆରେ ରାଜା ଆଦେଶ ଦେଲେ ନିମନ୍ତ୍ରଣ ଘେନିକି ଯାଅ ବୋଲି ମୁଁ ତ ନିମନ୍ତ୍ରଣ ଘେନିକି ଗଲି ସ୍ୱୟଂବର କରିବା ପାଇଁ ଆଉ କେତେବେଳେ ଯାଇଥିଲି ମଙ୍ଗଳା ମନ୍ଦିର ନା ଆପଣଙ୍କୁ ଫାର୍ଷ୍ଟ ଟାଇମ୍ ଦେଖୁଛି ମୁଁ ଆପଣ କଣ ମୁଁ ତୁମକୁ ଟଙ୍କା ସେଦିନ ତମେ ମୋ ସାଙ୍ଗ ମତେ କଳାଟେ କରିଥିଲ ରାମେ ଡାହା ମିଛ ତୁମେ କହିଲ ଛୋଟ ମଉସା ଆମେ ମନ୍ଦିର ପହଞ୍ଚି ଯାଇଛୁ ତୁମେ ପାଖେ ଜଗିକି ରୁହ ଆମେ ଭିତରେ ଯାଇକି ପୂଜା କରିବୁ ସେ ଭିତରେ ଯାଇକି ପୂଜା କଲ କି ଗଜା କଲ ମତେ କହିବ ଆଉ ଶେଷରେ କହିଲ କଣ ମୁଁ ତମକୁ ଡର କରିଥିଲି ହେ ମା ଜଗତଜନନୀ ମା ଲୋ ଦୁର୍ଗା ମୁଁ ଯଦି ରାଜଦେବ ଉପରେ ଯଦି ଖରାପ ଆଖି ଦେଖିଛି ହେଲେ ମା ଆଉ ଗୋଟେ ମୋର ଗୋଡ଼ ଛିଣ୍ଡି ବୁଝିପାରୁଛି ଜଟ ବୁଝିପାରୁଛି ସାବୁକା ତୋର ଗୋଟିଏ ମିଛକୁ ଲୁଚାଇବା ପାଇଁ ତୁ ତ ପିତା ସମ୍ମୁଖରେ ବାରମ୍ବାର ମିଥ୍ୟା ବସିଛୁ ସାବୁକା ସତ କଥା କଣ ଖୋଲିକି କହିଦେ ତୋତେ ତ ପିତାର ନିୟମ ସତରେ ହେଇଛି ସେଦିନ ମୋ ସାଙ୍ଗ ସେଦିନ ମାମା ଦଶ ଯାଇକି ସମୟରେ ସେତେବେଳେ ଏ ଜଟ ଆଜ୍ଞା ଜଟ ଆଜ୍ଞା ଏ ଜେନାଦେବୀଙ୍କର କଣ ହେଲା ମୁଣ୍ଡ ବୁଲେଇକିରି ବାନ୍ତି ଓ ହବ ଆରେ ରାଜା ଘର ଲୋକ ଏ ଖରା ବେଳଠାରେ କେବେ ଚାଲିକି ଯାଇନଥିଲେ ମନ୍ଦିର ସବା ମନ୍ଦିରଟା ବି ଏତେ ବାଟ ଅଛି ଚାଲିକି ଗଲେ ଚାଲିକି ଆଇଲେ ଖରା ବେଳଠାରେ ସବା ମୁଣ୍ଡଟା ବୁଲେଇବ ହେଲେ ବାନ୍ତି କାହିଁକି ବାର ହଉଛି ସେଟା ଚାଲିପାରୁନି ନା ନଡ଼ିଆ ନେଇଥିଲେ ନାଇଁ ଖେଳେ କଦଳୀ ନେଇଥିଲେ ମନ୍ଦିର ଗଲାକୁ ମନ୍ଦିର ଯାଇ ନଡ଼ିଆ ଟିକେ ଅଧିକ ଠେସି ଦେଲେ ତ ବେଶୀ ନଡ଼ିଆ ଖାଇଲେ ବି ଜୀର୍ଣ୍ଣ ହୁଏନି ବାନ୍ତି ହୁଏ ହେଲେ ନଡ଼ିଆ ବାର ହଉନି କି କଦଳୀ ବାର ହଉନି ମାନେ ସୁଖା ବାନ୍ତି ମୁଣ୍ଡଟା ବୁଲଉଛି ବାରମ୍ବାର ସୁଖା ବାନ୍ତି ହଉଛି ଏ ଜଟ এটা সে বান্তি নয় রে ଆଉ କି ବାନ୍ତି ସେ ইয়ে বান্তি ଇଏ ବାନ୍ତି ହଁ। ଆପଣଙ୍କୁ କେବେ କେବେ ହେଇଥିଲା মধ্যে কাইকি হব ହେଲେ ମତେ ହଉ সভালি পারিবি ଯଦି ଝିଅ ପିଲାକି ସମ୍ଭାଳିଲେ ମୁଁ କାହିଁକି ସମ୍ଭାଳିବି এ জট ଆଜ୍ଞା জট আমরা যাও যাহেবে রে আমার জমা দেই গর্ভবতী বিনা পতিরে গর্ভবতী ছি 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 জট আজ্ঞা এর কথায় আছে বুদ্ধি থিলে রে মা ঘরে ছুয়া তারমানে আপনারা কହୁଛନ୍ତି ଥଣ୍ଡା ମତଲବ କୋକୋ କୋଲା ଆଉ ବାନ୍ତି ମତଲବ ଚୁଡ଼ା ପିଲା ছি 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 আমার রাজা কেমিতি এতে কথা শুনি ঠিয়া হেইছন্তি এই কথা আজ্ঞা না না মো ঝিও যদি হেইছন্ত এতিকে শুনিছন্তি সব তন্টিরে সাবল পকাইকি মারি এ কলিচু করে ঝিଅ পাইবাটা মহা এ রাজা ঘর কথা আমি মুন্ড পুরাইবানি চল সেটা বাপ ঝিও কথা রাজা ঘর কথা এ রাজা মুন্ড ধলকু হেইগলা সব কলঙ্ক বলি না চল চল সাবুকা ବାପା ମୁଁ କଣ ଶୁଣିଛି ସାବୁକା ଆନ୍ତମା ତୋତେ 10 ମାସ 10 ଦିନ ବାରବାର ପରିଚାଳନା କରିଥିଲା ଆଉ ମୁଁ ଏ ସବୁ ଚିତ୍ର କରିଥିଲି ବୋଲି
ଶେଷରେ ମୋ ମୁହଁରେ କାନ୍ଦ ମାରିଦେଲେ। ଭଲ କରିଛି ତୁ ନା, ବହୁତ ଭଲ କରିଛୁ। ବାପା ମୁଁ ମାନୁଛି ବାପା, ମୁଁ ବହୁତ ବଡ଼ ଭୁଲ କରିଛି। ସେଦିନ ମାମାଙ୍କର ମନ୍ଦିରକୁ ଦର୍ଶନ କରିବାକୁ ଯାଇ ମୁଁ ଜଣେ ଦାସୀ ପୁଅକୁ ଭଲ ପାଇଛି। ହେଲେ ବାପା ଆପଣ ତ ମୋ ବାହାଘର କରିଥାନ୍ତେ ନା। ମୁଁ ଯାହାକୁ ଭଲ ପାଉଛି ତା ସହିତ ବାହାଘର କଲେ ଅସୁବିଧା କହୁଛି। ଅସୁବିଧା ଅଛି ସାମୁକା, ଅସୁବିଧା ଅଛି। ତତେ କୋଉ ନା କୋଉ ରାଜ୍ୟର ଜୀବନ ସହିତ ବିବାହ କରିଦେଇଥାନ୍ତି। ଏବେ ଏ ଜଙ୍ଗଲରେ ବସବାସ କରୁଥିବା ଗୋଟିଏ ନିଜ ଜାତି ଦସ୍ୟୁ ପୁତ୍ର ଚୋରା ସହିତ ବାପା ସତରେ ମୁଁ ଆପଣଙ୍କ ପାଖରେ ବହୁତ ବଡ଼ ଭୁଲ କରିଛି। ଯୋଉ ଭୁଲ କ୍ଷମା ହେଇନାହିଁ ଆପଣଙ୍କ ହାତ ଧରି ମୁଁ କ୍ଷମା ମାଗୁଛି। এই ধরনের মধ্যে ক্ষমা করে দিও বাবা, দয়া করে এই ধরনের মধ্যে ক্ষমা করে দিও। তুমি যে ভুল করেছিল সে ভুলটা সবাই রাহিল। এই সবটা তোরা করার কি মোবাইল দেখিବାକୁ চাହୁনি। তু যেতে শীঘ্র পারছু না সেতে শীঘ্র মই কাশি রাজ্য ছাড়ি চাই যা। ଆପଣଙ୍କୁ ମାଆକୁ ଏଇ ମୋର କଷ୍ଟ ସମସ୍ତଙ୍କୁ ବାପା ଏତେ ବଡ଼ ଦୁନିଆରେ ଆପଣ ଦୁନିଆରେ ବଡ଼ ସବୁ କିଛି ଆପଣଙ୍କ ବିନା ଏତେ ବଡ଼ ଦୁନିଆରେ ମୁଁ ବଞ୍ଚି କେମିତି ରହିବି କୋଉଠି କୁଆଡ଼େ ବାପା ଆପଣଙ୍କ ବିନା ମୁଁ ବଞ୍ଚି ଏବା ମୋତେ ଦେଖୁ ସେ ଦସ୍ୟୁ ପୁତ୍ର ଚୋରକୁ ଭଲ ପାଇବା କଣ ହେଲା? ଆମେ ଦୀର୍ଘ 20 ବର୍ଷ ପରେ ଗୋଟିଏ ବୋଲି ଝିଅ ପାଇଲୁ। କେତେ ପୂଜା ଅର୍ଚ୍ଚନା କଲା ପରେ ପେଟରେ ସମାଜ ଧରି କେତେ ଡକ୍ଟର ଆସନ୍ତି ତାକୁ ପୋଲି ପୋଷି ବଡ଼ କରିଛି। ତାକୁ ପୁଣି ରାଜ୍ୟରେ ତୁମେ ବାହାର କରିଦେବ କେମିତି ହବ? ଗୋଟେ ହାତ ଯୋଡୁଛି ସେମିତି ଭୁଲ କରିଛି। ଏମିତି ସଂସ୍କାର ଦେଇ ଦକ୍ଷିଣକୁ ଲାଲନ ପାଳନ କରୁଛି। ଶେଷରେ ମୋ ମୁହଁରେ କାନ୍ଦିବ ଆଉ କେମିତି କଣ ଝିଅକୁ ମୁଁ ମୋ କାଶୀ ରାଜ୍ୟରେ ରଖିବି କେମିତି? ଆରେ ଏମିତି କଣ ଝିଅ ଏ କାଶୀ ରାଜ୍ୟରେ ରହିବା ଅଧିକାର ହିଁ ନାହିଁ। ବାପା ଆପଣ ଯେତେ ଯାହା କହିଲେ ଏ କାଶୀରାଜକୁ ଏ କାଶୀରାଜ ସର୍ବ ଜନବାସୀକୁ କୋଉଠି ବି କୁଆଡ଼େ ବି ଚାଲିଯିବିନି। କୁଆଡ଼େ ବି ଯିବିନି। ଶଙ୍କର ତୋ ନିଷ୍ପତ୍ତିଟା ତ ଶୁଣାଇଲୁ। ଏ ମୋ ନିଷ୍ପତ୍ତିଟା ଶୁଣ। ତୁ ଯଦି ଏ କାଶୀ ରାଜ୍ୟ ଛାଡ଼ି ଚାଲିଯିବୁନି ତାହେଲେ ତୋର ପିତାର ପରାଭବ ଦେଖିବ। ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ। ଚାଲିଯିବି ବାପା ଏ କାଶୀରାଜ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବ। ଦୟାକରି ମୋତେ ମା ସହିତ ରହିବାକୁ ସୁଯୋଗ ଦିଅନ୍ତୁ। ସେ ଅଧିକାର ମଧ୍ୟ ତୁ ହରାଇ ବସିଛି ସାମୁକା। ବାପା ସେ ଅଧିକାର ମଧ୍ୟ ତୁ ହରାଇ ବସିଛୁ।
मानिब ମୋ ଖୁସିର ପୂର୍ଣ୍ଣ ଆସିବା ମୋ ଜୀବନରେ ଜାଣିଥିଲି ବାପା ଆରେ ଜାଣି ସେଇ ଦୁଃଖର ନାମ बची रही बात बाबा तोते बहुत रहेगा बची रही बात बाबा तोते बहुत रहेगा सॉरी 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 फागुना असला स्तवन सॉरी फागुना असला स्तवन Sorry,
ଚାଲି ଚାଲି ତୁ ଫେରିଆ ତମରାକେ ଛାଇ ତୁ ଜାନି ନା ତୁ ଫେରିଆ বেদাবাদী তুমি যদি তুমি ছেলেকে চাহুতা তাহলে জানিস আরে জানি না তো সাথে একা বঞ্চিবে আমার কথা কেসারি আর ভাবি বাবা তা ঝিও সঙ্গে তা প্রাণ প্রিয় বেদাবাদী কি ସବୁଦିନ ପାଇଁ ବଳି ମାରା ବଳି ଆଉ ଯଦି ତୁମେ ମୋତେ ଚାହୁଁଥା ତାହେଲେ ଶୀଘ୍ର ଚାଲି ଆସ ବିଶ୍ରାମ ପ୍ରକୋଷ୍ଠକୁ ଏ ଠାକୁରେ ଆରେ ଗୋଟେ ବୁଲିଛି ଅବସ୍ଥାରେ କଣ ହେଇଥିଲେ ଦେଖିବା ପାଇଁ କୋଉଠିକି ଯିବି କାହା ପାଇଁ ବଞ୍ଚିବି ସାରା ପାଣିକୁ ଗଲେ ମଧ୍ୟ ମରିବି ଆହୁରି ଆଗକୁ ଗଲେ ମଧ୍ୟ ମରିବି କୋଉଠିକି ଯିବି ନା ନା ଯେମିତି ହଉ ନିଶ୍ଚୟ ପୂଜା କରିବି ମୋ ସ୍ୱାମୀକୁ ଗୁଟେଇ ବୋଲି ଝିଅକୁ ରାଜ୍ୟରୁ ଫେରାଇ ଆଣିବାକୁ ନା ଯାଉଛି ନିଶ୍ଚୟ ପୂଜା କରିବି ମୋ ସ୍ୱାମୀକୁ